सर्वादौ सर्वप्रथमे सत्यनारायण सत्यपीर दरबार ये हूँ श्रद्धार श्राद्ध दिवसीय पाला अनुष्ठानिक पाला तेणु पदुटीए भगवान चरणारविंदे भक्ति अर्घ्य अर्पण करवा तेणु कुआरे अर्पण कला परे मोर मानस कल्प मोर पितामाता चरण स्पर्श कर आशीर्वाद भिक्षा कली मोर गुरु गाप्य कल्लोल गायक नरेंद्र कुमार सामल महादेव चरणारविंद अंतकोटी दंडवत प्रणाम उपस्थित मोर समस्त पुराणदर्शी काव्यदर्शी बाबू मान कोटि कोटि प्रणाम माँ मान प्रणाम जाओ जनाटे गान करवा समय विलंब करवानी समयटा हूँ मूल्यवान समयर मूल्य आज्ञा जी बुझती शनि दशा आज्ञा पड़े सारे कहवा कथा समयर मूल्य जी बुझे लक्ष्य करेंगे शनि हेले न्याय उत्तर देवता आपण मैंने कथा पढ़ले कहार विपद कि असुविधा समय पड़े से कहते शनि दशा पड़ी आज्ञा शनि को समस्त दोषारोप करते कि शनि आज्ञा क्या दशा पकाती शनि न्याय उत्तर देवता आज्ञा समयानुवर्ती हूँ न्याय रुहतु सत पथरे जातु शौच हूँ अशौच है आज्ञा शनि दशा पाला देखिए जाकि गाधे की आसंतु पार्टी करना आज्ञा पालार समाज शिक्षा पारिवारिक शिक्षा निज जीवन को सुधारिबार शिक्षा मिले तो तेणिकी जीवानी गायक रत्न लोकनाथ करपदटे लिखिले भगवान जनाते मोर ज्ञानी सज्जन वृंदे कला गला बुलिकी प्रभु देवा
ବୋଲିକି ଗଲା ବସନ୍ତ ବାବୁ ସଇଲାଣି ବସନ୍ତ ବାବୁ ସାରେ ସମୟ ସ୍ୱଳ୍ପ ବିଳମ୍ବିତ ପ୍ରହର ଯାହା ହଉ ମା ଭାଇ ମାନେ ମୋର ବସିଛନ୍ତି ଆଉ ସମୟ ବିଳମ୍ବ କରିବେନି ଆଶୀର୍ବାଦାତ୍ମକ ମଙ୍ଗଳାଚରଣ ଧାଡି ଆଜ୍ଞା କରିବା ମା ମାନେ ବସିବେ ଆପଣ ରାତି ସାରା ପାଲା କରନ୍ତୁ ଆମକୁ ଶୁଭ ଲାଗୁଛି ମା ମାନଙ୍କୁ ବି ଥଣ୍ଡା ଲାଗୁଛି ଆରେ ଥଣ୍ଡା ରାତି କଥା ମା ମାନେ ତ ବସିଲେ ଯେତେ ସମୟ ବସିବେ ମୁଁ ସେତେ ସମୟ ଗାଇବା ପାଇଁ ମୋର କିଛି ଆପତ୍ତି ନାହିଁ ଆଜ୍ଞା ଦର୍ଶକ ଶ୍ରୋତା ନ ରହିଲେ କଳାକାର ଟିକେ ଆଜ୍ଞା ପ୍ରଶଂସା ପ୍ରିୟ ତେଣୁ ଦର୍ଶକ ଆଉ ଶ୍ରୋତା ନ ରହିଲେ ଗାଇବାକୁ ଆଗ୍ରହ ଆସିବ ନାଇଁ ଆପଣ ଯେତେ ଶୀଘ୍ର ଯିବେ ଆମର ସେତେ ମଙ୍ଗଳ ତମେ ତଡି ଦଉଛ ପୁଅ ପଦେ ମଙ୍ଗଳାଚରଣ ଗାନ କରିବା କହିଲା ଗୋପଜ ବାହନಂ ଭୋଜନಂ ଭକ୍ଷ ଉଦ୍ଭବ ପକ୍ଷ ବିପକ୍ଷ ଶତ୍ରୁ ବାହନಂ ବୈରୀ କୃତ୍ୱ ସନ ହୃଷ୍ଟ୍ୱା ତ୍ୱନ୍ୟବତୁ ଜଗତ୍ରୟ ଦୃଷ୍ଟ୍ୱା ମଙ୍ଗଳାଚରଣଟି ଆମେ ଗାନ କଲେ ରହ ଆମକୁ ଆଜି ପାଲାକୁ ନିମନ୍ତ୍ରଣ କରି ଆଣିଛନ୍ତି ବୁଲୁ ବାବୁ ମହାତ୍ମା ଆମର ତାଙ୍କ ସାନ ଭାଇ ତେଣୁ ତାଙ୍କ ପ୍ରୀତି ତାଙ୍କର ସର୍ବମଙ୍ଗଳ ବିଧାନ ଅର୍ଥେ ସତ୍ୟନାରାୟଣ ସର୍ବାଦৌ ସତ୍ୟବିତ ମଙ୍ଗଳ ବିଧାନ କରି ଶଙ୍ଖ ଭିତରେ ପୁରୀ ଚକ୍ର ଆଢୁଆଳ କରି ରଖିବା ଅର୍ଥେ ମଙ୍ଗଳାଚରଣଟିଏ ପାଠ କଲେ ଏଇ ମଙ୍ଗଳାଚରଣରେ ଆଜ୍ଞା ଜଣେ ଦେବୀ ଆସିବେ ମା ଭଗବତୀ କୃପାମୟୀ ଆସି ମଙ୍ଗଳ ଆଚରଣ କରିବେ ଅର୍ଥାତ୍ ଆଶୀର୍ବାଦ ଆପଣ ମାନ ସମସ୍ତଙ୍କୁ ପ୍ରଦାନ କରିବେ କହିଲା ଗୋଗଜ ବାହନಂ ଭୋଜନಂ ଭକ୍ଷ ମାଲୋ ଗୋ ଅର୍ଥ ଆପଣ ମାନେ ସମସ୍ତେ ଜାଣିଛନ୍ତି ଗୋ ସମ୍ପଦ ବା ବୃଷଭ ତେଣୁ ଗୋ ଅର୍ଥ ଆଜ୍ଞା ବୃଷଭ ହଁ ରେ ସାହିତ୍ୟର ଗୋଟିଏ ଶବ୍ଦରେ ଆଜ୍ଞା ଅନେକ ଅର୍ଥ ବାହାରେ ତେଣୁ ଗୋ ଅର୍ଥ ଆଜ୍ଞା ବୃଷଭ ଗୋ ଅର୍ଥ ବୃଷଭ ହେଲେ ଗୋ ଅର୍ଥ ଆଜ୍ଞା ଗମନ କରିବା ବୃଷଭ ଉପରେ ପୁଅରେ କିଏ ଗମନ କରନ୍ତି ମହାଦେବ ଶିବ ଶମ୍ଭୁ ଆଜ୍ଞା ଶଙ୍କର ଭଗବାନ ବୃଷଭ ଉପରେ ଗମନ କରନ୍ତି ତାପରେ ଆସିଲା ଗୋ ଗ ଜ ଆଜ୍ଞା ପ୍ରତି ଶବ୍ଦର ଅର୍ଥ ଦେଖନ୍ତୁ କେମିତି ଜ ଶବ୍ଦର ଅର୍ଥ ଆଜ୍ଞା ଜାତ ହବା ଭଗବାନ ଶଙ୍କର ଠାରୁ ଆଜ୍ଞା ମା ଜାତ ହେଇଥିଲେ କିଏ ଓ କାର୍ତ୍ତିକ ଜନ୍ମ ହେଇଥିଲେ ତେଣୁ ଏଇ କାର୍ତ୍ତିକ ଗୋଗଜ ବାହନಂ ଭୋଜନಂ ଭକ୍ଷ କାର୍ତ୍ତିକଙ୍କର ବାହନ ଆଜ୍ଞା ହେଲା ମୟୂର ଆଜ୍ଞା ଆକୁ ବିସ୍ତୃତ କଲେ ଅଧଘଣ୍ଟାଏ ପୁଅ ବାହନ କିଏ କାର୍ତ୍ତିକଙ୍କର ମୟୂର ବାହନ ଏ ମୟୂର କଣ ଖାଏ ଆଜ୍ଞା ସର୍ପକୁ ଖାଏ ଗୋଗଜ ବାହନ ଭୋଜନಂ ଭକ୍ଷ ଆଜ୍ଞା ସର୍ପକୁ ମୟୂର ଭକ୍ଷଣ କରେ ସର୍ପର ଆହାର କଣ ପବନ ଏଇ ପବନଙ୍କ ଠାରୁ ସମ୍ଭୂତ ହେଇଥିଲେ କିଏ ହନୁମାନ ମୁଁ କହିଲି ତାର ନେଗେଟିଭିଟା ମୁଁ ଜାଣିଛି ରେ କଣ ଜାଣିଥିଲେ ପବନ ଠାରୁ ଜାତ ହେଲା ପାଡ଼ ଆରେ ଏଠି ସାହିତ୍ୟ ସଭା ମୋର ଜ୍ଞାନୀ ଗୁଣୀ ପଣ୍ଡିତା ମା ମାନେ ବସିଛନ୍ତି ବିଦ୍ୱାନ ବର୍ଗ ବସିଛନ୍ତି ଏଇ ଅସଭ୍ୟ ଅଶୃଙ୍ଖଳିତ କଥା ଗୁଡା କହିଲେ ଆଜ୍ଞା ସମାଜକୁ ଶିକ୍ଷା ଗାୟକ ହେଲା ବିଦୂଷକ ତେଣୁ ଅଶୃଙ୍ଖଳା ବିଶୃଙ୍ଖଳା କଥା ଗୁଡା କହିଲେ ଆଜ୍ଞା ଲଜ୍ଜା କଥା ପରେ ଲଜ୍ଜାଟା ହେଲା ମରଣ ଠାରୁ ବଡ ଯାଉ এই ভগবতী মা এই আসলে আপনার কি না বীরশ্রেষ্ঠ হনুমান আচ্ছা ও হনুমান কাহা পক্ষে যুদ্ধ করতে জানিছু হনুমান কাহা পক্ষে যুদ্ধ করতে আরে রামচন্দ্র পক্ষে রামায়ণ যুদ্ধ রামচন্দ্র যেতবে করতে তাঁর পক্ষে লে হনুমান হনুমান যদি রামଙ୍କ পক্ষে লে রাম কাহা বিপক্ষে যুদ্ধ করতে না দশানন রাবণଙ୍କ বিপক্ষে যুদ্ধ করতে আচ্ছা আচ্ছা এই দশানন রাবণর পুଅ কিଏ জানিছু আরে ইন্দ্রজিত ইন্দ্রর শত্রু হেলা কিয়ে ইন্দ্রর বাহনটা কিয়ে না ঐরাবত হস্তি হস্তির শত্রু কিয়ে আজ্ঞা হস্তির শত্রু হেলা সিংহ আপন মানকর সিংহ হাতি মস্তক উপরে চড়ি মস্তকটাকে আজ্ঞা বিদারিত করিছি তেণু হস্তির শত্রু হেলা সিংহ